ବିଛାରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ଏହି ମହାଶିବରାତ୍ରି ଠାରୁ ବଦଳିବାକୁ ଯାଉଅଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ଗୋଟିଏ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଦ୍ୱାରା ଏମାନଙ୍କର ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଅଛି ଏବଂ ମହାଦେବଙ୍କର କୃପାରୁ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଦେଖନ୍ତୁ, ବୁଧ, ଶୁକ୍ର ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଦ୍ୱାରା ଆପଣଙ୍କର ଜୀବନରେ କିଛି ବଡ଼ ହେବାକୁ ଯାଉଅଛି। ଆପଣଙ୍କର ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଅଛି ଏବଂ ମହାଶିବରାତ୍ରି ଠାରୁ ପୁନର୍ବାର ଆପଣଙ୍କର ଜୀବନରେ ଖୁସି ଫେରିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା ଏହି ମହାଶିବରାତ୍ରି ଠାରୁ ଆପଣଙ୍କର ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାର ଅଛି। ଏହା ପୂର୍ବରୁ ଯଦି ଆପଣଙ୍କର ବି ବିଛାରାଶି ହୋଇଥାଏ ଏବଂ ଆପଣ ବି ମହାଦେବଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ, ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ଦେଖନ୍ତୁ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, ଧନଜନିତ ସମସ୍ୟା ଦେଖାଦେଉଥିଲା। ଆପଣ ଋଣ ନେଇଥିଲେ କିନ୍ତୁ ଋଣ ଶୁଝି ପାରୁନଥିଲେ। ଋଣର ଭାର ଆପଣଙ୍କର ଉପରେ ବଢ଼ିଯାଇଥିଲା। ଗୃହ ପରିବାରରେ ଖୁସିର ବାତାବରଣ ନଥିଲା। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଉଥିଲା। ଆପଣଙ୍କର ଅନନେସେସରୀ ଖର୍ଚ୍ଚ ହେଉଥିଲା। ସମାଜରେ ଆପଣଙ୍କର ମାନ ସମ୍ମାନ ନଥିଲା। ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନଥିଲା। ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ଥିଲେ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଲସ୍ ହେଉଥିଲା। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖାଦେଉଥିଲା। ତେବେ ଏହିଭଳି ଯାହା ବି ସମସ୍ୟା ଆପଣଙ୍କର ଜୀବନରେ ଚାଲୁଥିଲା, ତାହା ଏବେ ଦୂର ହେବାକୁ ଯାଉଅଛି। ଏହି ମହାଶିବରାତ୍ରି ଠାରୁ ଆପଣଙ୍କର ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଆପଣଙ୍କର ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଅଛି। ଦେଖନ୍ତୁ, ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେଉଅଛି। ଶୁକ୍ର ଯିଏକି ଧନ କାରକ ଗ୍ରହ। ଶୁକ୍ର ଗ୍ରହଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଥାଏ। ଶୁକ୍ର ଗ୍ରହ ଆପଣଙ୍କର ପଞ୍ଚମ ଭାବକୁ ଚଳନ କରୁଛନ୍ତି ଏବଂ ପଞ୍ଚମ ଭାବରେ ଶୁକ୍ର ଉଚ୍ଚସ୍ଥ ଅବସ୍ଥାରେ ରହିବେ। ଏଠାରେ ଶୁକ୍ରଙ୍କର ସ୍ଥିତି ବହୁତ ଭଲ ଅଛି। ଶୁକ୍ର ଉଚ୍ଚସ୍ଥ ଅଛନ୍ତି। ଦେଖନ୍ତୁ, ପଞ୍ଚମ ଭାବ ଆପଣଙ୍କର ପ୍ରେମ ଜୀବନର ଭାବ ହୋଇଥାଏ। ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ହୋଇଥାଏ। ତ ପ୍ରେମ ଜୀବନରେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତି ହେବ। ଏହି ମହାଶିବରାତ୍ରି ପରେ ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ବ୍ରେକଅପ୍ ଆଦି ହୋଇଯାଇଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇପାରେ। ପ୍ୟାଚ୍ ଅପ୍ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଶୁକ୍ର ହେଉଛନ୍ତି ଆପଣଙ୍କ ରାଶି ପାଇଁ ସପ୍ତମ ଏବଂ ଦ୍ୱାଦଶ ଭାବର ଅଧିପତି। ସପ୍ତମ ଭାବ ବିବାହର ଭାବ ହୋଇଥାଏ। ବେପାର ବାଣିଜ୍ୟର ଭାବ ହୋଇଥାଏ। ଏହି ମହାଶିବରାତ୍ରି ପରେ ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ। ଯେଉଁ ବ୍ୟକ୍ତିବିଶେଷମାନଙ୍କର ଦୀର୍ଘଦିନ ଧରି ବିବାହ ହୋଇପାରୁନଥିଲା, ବିବାହ ଆସୁଥିଲା ହେଲେ ଭାଙ୍ଗି ଯାଉଥିଲା, ତେବେ ଏହି ମହାଶିବରାତ୍ରି ପରେ ଆପଣଙ୍କର ବିବାହ ହୋଇପାରେ। ଆପଣଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିପାରେ ଏବଂ ଯେଉଁ ବ୍ୟକ୍ତିବିଶେଷମାନେ ସିଙ୍ଗିଲ ଅଛନ୍ତି, ସେମାନଙ୍କୁ ନୂତନ ପାର୍ଟନର ମଧ୍ୟ ମିଳିପାରନ୍ତି। ଶିକ୍ଷା କ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ଆପଣ ଉଚ୍ଚଶିକ୍ଷା ପାଇଁ ବାହାର ସ୍ଥାନକୁ ଯାଇପାରନ୍ତି। କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ନେଇପାରନ୍ତି। ବିଦେଶ ଯିବାର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଏହି ମହାଶିବରାତ୍ରି ପରେ ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି, ତେବେ ସେଥିରେ ଆପଣ ନିଶ୍ଚିନ୍ତ ଭାବରେ ଉତ୍ତୀର୍ଣ୍ଣ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ, ସରକାରୀ ପରୀକ୍ଷାରେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରକୁ ନେଇ ଆପଣ ବହୁତ ବଡ଼ ଡିସିସନ୍ ନେଇପାରନ୍ତି। ଆପଣଙ୍କର ଜ୍ଞାନ ବଢ଼ିବ, ବୁଦ୍ଧି ବଢ଼ିବ। ଜ୍ଞାନ ଏବଂ ବୁଦ୍ଧି ବଳରେ ଆପଣ ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। ଯେଉଁ ବ୍ୟକ୍ତିବିଶେଷମାନେ ବିଦେଶରେ ରହି ବ୍ୟାପାର ବାଣିଜ୍ୟ କରୁଛନ୍ତି କିମ୍ବା ଚାକିରି ବାକିରି କରୁଛନ୍ତି, ସେମାନଙ୍କୁ ସେମାନଙ୍କର ବ୍ୟାପାର ବାଣିଜ୍ୟ ଏବଂ ଚାକିରି କ୍ଷେତ୍ରରେ ଅଧିକ ସଫଳତା ପ୍ରାପ୍ତି ହେବ। ଇମ୍ପୋର୍ଟ ଏକ୍ସପୋର୍ଟ କାମ, କନଷ୍ଟ୍ରକ୍ସନର କାମ, ଲିକ୍ୱିଡ଼ିଟିର କାମ, ବିୟୁଟି ପାର୍ଲର, ଷ୍ଟେସନାରୀ ସପ୍, ଟ୍ରାଭେଲ୍ ଆଣ୍ଡ ଟୁର୍, ଅନଲାଇନ୍ କାମ, ଡିଜିଟାଲ କାମ, ଅନଲାଇନ୍ ଟୁର୍, ଏହିସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତି ହେବ। ଦେଖନ୍ତୁ, ବୁଧ ଏବଂ ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଭାବରେ ବୁଧାଦିତ୍ୟ ରାଜଯୋଗର ନିର୍ମାଣ କରୁଛନ୍ତି ଏବଂ ଚତୁର୍ଥ ଭାବରେ ଶନି ମଧ୍ୟ ନିଜ ଘରେ ଶଶ ନାମକ ରାଜଯୋଗର ନିର୍ମାଣ କରୁଛନ୍ତି। ଆପଣ ଏହି ମହାଶିବରାତ୍ରି ପରେ କୌଣସି ଜମି, ଭୂମି, ପ୍ରପର୍ଟି, ଯାନବାହନ କିମ୍ବା ନୂତନ ଗୃହ ଆଦି ନିର୍ମାଣ କରିବା ପାଇଁ ମନ ବଳେଇ ପାରନ୍ତି। ଘରକୁ କୌଣସି ନୂତନ ଜିନିଷ କିଣିକରି ଆଣିପାରନ୍ତି। ଆପଣଙ୍କର ମାଙ୍କର ସ୍ୱାସ୍ଥ୍ୟରେ ଯଦି ପୂର୍ବରୁ କିଛି ସମସ୍ୟା ଲାଗି ରହୁଥିଲା,
ତେବେ ସେଥିରେ ସୁଧାର ଆସିବ। ପିତାଙ୍କର ସାହାଯ୍ୟ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ସୂର୍ଯ୍ୟ ଏବଂ ବୁଧ ଆପଣଙ୍କର ଚତୁର୍ଥ ଭାବରେ ବସି କର୍ମଭାବକୁ ଦେଖୁଛନ୍ତି ଏବଂ କର୍ମଭାବର ଅଧିପତି ହେଉଛନ୍ତି ସ୍ୱୟଂ ସୂର୍ଯ୍ୟ। ତ କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ, ପ୍ରତିଷ୍ଠା ବଢ଼ିବ। ଯେଉଁ ବ୍ୟକ୍ତିବିଶେଷମାନେ ବେରୋଜଗାରୀ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ, ତ ସେମାନଙ୍କୁ ଏହି ମହାଶିବରାତ୍ରି ପରେ ନିଶ୍ଚିନ୍ତ ଭାବରେ ଚାକିରି ପ୍ରାପ୍ତି ହେବାର ଯୋଗ ବନୁଅଛି। ଉପର ଅଫିସରଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଆପଣ ସମସ୍ତ କାର୍ଯ୍ୟକୁ ବହୁତ ସୁରୁଖୁରୁରେ କରିପାରିବେ। କୌଣସି MNC କମ୍ପାନୀରୁ ଜବ୍ ଅଫର ମଧ୍ୟ ଆସିପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଦେଖନ୍ତୁ, ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ସାଥ ଦେବ। କାହିଁକି ନା ଭାଗ୍ୟର କାରକ ଗ୍ରହ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାବରେ ବସି ଆପଣଙ୍କର ପ୍ରଥମ ଭାବ ଉପରକୁ ଦୃଷ୍ଟି ଦେଉଛନ୍ତି ଏବଂ ଆପଣଙ୍କର ଏକାଦଶ ଏବଂ ତୃତୀୟ ଭାବ ଉପରକୁ ଦୃଷ୍ଟି ଦେଉଛନ୍ତି। ତ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ମାତ୍ରାରେ ସାଥ ଦେବ। ସମସ୍ତ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥ ଦେବ। କମ୍ ପରିଶ୍ରମରେ ଆପଣଙ୍କୁ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ଆପଣ କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି, ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି। ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଥିବା ଲୋକମାନଙ୍କୁ ଅଧିକ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହୋଇପାରେ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି ଏବଂ କୌଣସି ଧାର୍ମିକ କାର୍ଯ୍ୟରେ ମଧ୍ୟ ଆପଣଙ୍କର କିଛି ପଇସା ଖର୍ଚ୍ଚ ମଧ୍ୟ ହୋଇପାରେ। ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ଥିବାରୁ ଆପଣ ଟିକେ ଗାଡ଼ି ଚଳାଚଳ କଲାବେଳେ ଟିକେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କ ପାଇଁ ବହୁତ ଭଲ ରହିବ। ବୃହସ୍ପତି ଆପଣଙ୍କର ପ୍ରଥମ ଭାବକୁ ଦେଖୁଥିବାରୁ ଯେଉଁ ଦମ୍ପତିମାନେ ଦୀର୍ଘଦିନ ଧରି ସନ୍ତାନର କାମନା ରଖିଥିଲେ, ତ ସେମାନଙ୍କୁ ଏହି ମହାଶିବରାତ୍ରି ପରେ ସନ୍ତାନ ସୁଖ ଅବଶ୍ୟ ପ୍ରାପ୍ତି ହେବ। ଆପଣଙ୍କର ପାରିବାରିକ ଏବଂ ବୈବାହିକ ଜୀବନ ସୁଖମୟ ବ୍ୟତୀତ ହେବ। ଆପଣ ଦୁଇ ଜଣ ମିଶି କିଛି ବଡ଼ ଡିସିସନ୍ ନେଇପାରନ୍ତି, ଫ୍ୟାମିଲି ପ୍ଲାନିଂ କରିପାରନ୍ତି। ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ଗ୍ରୋଥ ଆସିବ। ସ୍ୱାସ୍ଥ୍ୟରେ ମଧ୍ୟ ଠିକ୍ ସୁଧାର ଆସିବ। ପୂର୍ବରୁ ଯଦି ଆପଣଙ୍କର ବୈବାହିକ ଜୀବନରେ କିଛି ସମସ୍ୟା ଲାଗି ରହିଥିଲା, ତେବେ ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବ। ପାରିବାରିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ବ୍ୟାପାର ବାଣିଜ୍ୟରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ଆପଣ କୌଣସି ନୂତନ ବ୍ୟାପାର ମଧ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ଆସିବ। ଫାଇନାନ୍ସିଆଲ ଗ୍ରୋଥ ହେବ। ରୋଜଗାର କରିବାର ନୂତନ ପନ୍ଥା, ନୂତନ ମାର୍ଗ ଆପଣଙ୍କୁ ପ୍ରାପ୍ତି ହେବ। ଚାରିଦିଗରୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ବଡ଼ ଭାଇ ଭଉଣୀଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଆପଣ ଯଦି ପୂର୍ବରୁ କିଛି ଋଣ ନେଇଥିଲେ, କରଜ ନେଇଥିଲେ ଏବଂ କରଜକୁ ଶୁଝିବାରେ ସକ୍ଷମ ହୋଇପାରୁନଥିଲେ, ତ ଏହି ମହାଶିବରାତ୍ରି ପରେ ଆପଣ ସମସ୍ତ କରଜକୁ ଶୁଝିବାରେ ସକ୍ଷମ ହେବେ। କୋର୍ଟ କଚେରୀରେ ଯଦି କିଛି ମାମଲା ଚାଲୁଥିଲା, ତେବେ ମାମଲା ଆପଣଙ୍କ ସପକ୍ଷରେ ଯାଇପାରେ। ଏହି ମହାଶିବରାତ୍ରି ପରେ ଆପଣ କୌଣସି ଛୋଟମୋଟ ଜାଗାକୁ ଯାତ୍ରା ମଧ୍ୟ କରିପାରନ୍ତି। ତେବେ ବନ୍ଧୁଗଣ, ଏହି ମହାଶିବରାତ୍ରି ପରେ ଆପଣମାନେ ସମସ୍ତ କ୍ଷେତ୍ରରେ ଉନ୍ନତି କରିବାକୁ ଯାଉଛନ୍ତି। ତାହା ଶିକ୍ଷା କ୍ଷେତ୍ରରେ ହେଉ, ପ୍ରେମ ଜୀବନରେ, ବୈବାହିକ ଜୀବନରେ ହେଉ, ବ୍ୟାପାର ବାଣିଜ୍ୟ କିମ୍ବା କର୍ମକ୍ଷେତ୍ରରେ ହେଉ, ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବାକୁ ଯାଉଛନ୍ତି। ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହନୁମାନ ଚାଳିଶାର ପାଠ କରନ୍ତୁ। ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ଆରାଧନା କରନ୍ତୁ ଏବଂ କୌଣସି ବ୍ରାହ୍ମଣଙ୍କୁ ମସୁର ଡାଲି ଦାନ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।